ମାନବିକତାର ମହାନତା ଥିଲା ପ୍ରଫୁଲ୍ଲର ଟଲି ଭିତରେ। ଜୀବନର ମୂଲ୍ୟ ସେ ହିଁ ଏକା ବୁଝିଥିଲା ତା ଝାଳ ବୁହା ପରିଶ୍ରମରେ। କର୍ମ କହିଲେ ସେ ଏକା ବୁଝେ ତାର ସେ ଜିନିଷ ବୁହା ଟଲି ଖଣ୍ଡକୁ। ଆଉ ତା ମଣିଷ ପୁଣିଆ କହିଲେ କେବଳ ବୁଝାପଡ଼େ ତା ଦାନ୍ତୁରା ପାଟିରେ ମନ ଖୋଲା ହସ। ରାତି 2ଟାରେ ବି ଯଦି କିଏ ଡାକେ ଟଲି ଭିଡ଼ିବାକୁ ସେ ଆଗତୁରା ବାହାରି ପଡ଼େ। ପ୍ରଫୁଲ୍ଲ ସହ ଦେଖାହେଲା କିଛିଦିନ ତଳେ। ବୟସ ବୋଧେ 55-56 ହେବ। ଭଡ଼ା ଟଲିକୁ ଛାଡ଼ିଦେଇ ଦୌଡ଼ି ଆସିଲା। ଅଣ୍ଟା ନୁଆଇଁ 2 ହାତ ଯୋଡ଼ି କହିଲା, ଜୁହାର ମା। ଠାକୁର ଦୟା କଲେ ବୋଲି କେତେଦିନ ପରେ ଦେଖିଲି। ଭଲ ଅଛନ୍ତି? ଦେହ ପା ଆଉ ବ୍ୟବସାୟ ସବୁ ଭଲ ତ? ପ୍ରଫୁଲ୍ଲ ଟଲିବାଲା ହେଲେ ବି ତାକୁ ଦେଖିଲେ ମୋତେ ଭାରି ଖୁସି ଲାଗେ। ଭାରି ଆପଣାର ମଣିଷଟେ ସେ। ଛନ୍ଦ କପଟ ଏବଂ ଖରାପ ଚରିତ୍ରମାନଙ୍କଠାରୁ ସେ ବହୁ ଦୂରରେ। ପୁରା ଆଧ୍ୟାତ୍ମିକବାଦୀ। ଗୀତା ଭାଗବତ ରାମାୟଣ ଜଗନ୍ନାଥ କଥା ଓଡ଼ିଶା ବାହାରର ମଠ ବାଡ଼ି ସାଧୁସନ୍ଥଙ୍କ କଥା ସବୁ ତା ପାଟିରେ ଥୁଆ। କଥା କଥାକେ ଢଗଢମାଳି। ଯେମିତି ଅଥଳ ଜ୍ଞାନର ଗନ୍ତାଘର ତାରି ପାଖରେ ସବୁ ଠୁଳ କରିଦେଇଛନ୍ତି ଈଶ୍ୱର। ହସିଦେଇ ପଚାରିଲି, କ'ଣ ପ୍ରଫୁଲ୍ଲ, ଏମିତି ଆଉ କେତେଦିନ ଏ ଟଲି ବୁହାରେ ଜୀବନ ବିତାଇବୁ? କ'ଣ ପୁଅର ଚାକିରି ବାକିରି ହେଲାଣି ନା ନାଇଁ? ପ୍ରଫୁଲ୍ଲ ହସିଦିଏ, କହେ, ମା ଶ୍ରଦ୍ଧାରେ ସେ ପ୍ରଫୁଲ୍ଲ ଡାକଟା ରହିଗଲା। ପ୍ରଫୁଲ୍ଲ ବୋଲି ଡାକିଦେଲେ କ'ଣ ଶ୍ରଦ୍ଧା କମିଯିବ କି? ଆରେ ଫୁଲ ତ ପର ପାଇଁ ମାନେ ଅନ୍ୟର ସେବାରେ ଲାଗେ। ଯେମିତି ତୁ। ଏ ସହରରେ ଅନେକ ଟଲିବାଲା ଅଛନ୍ତି, ହେଲେ ତୋତେ କାହିଁକି ସମସ୍ତେ ଖୋଜିଥାନ୍ତି? ପର ପାଇଁ ତୁ ଜୀବନ ଦେଇଦେବା ଲୋକ। ସେଥିପାଇଁ ମୁଁ ତୋତେ ପ୍ରଫୁଲ୍ଲ ଡାକେ। ହଉ ଯା, ଟଲିକି ଟିକେ ସାଇଡ୍ କରିଦେଇକି ଆ। ଚା ଜଳଖିଆ ଟିକେ ଖାଇଦେଇ ଯିବୁ। ବହୁଦିନ ପରେ ତୋ ସହିତ ଦେଖା ହୋଇଛି ତ, ସେମିତି ଖାଲିଟାରେ କ'ଣ ଯିବୁ? ନାଇଁ ମା, ଜଳଖିଆ ନୁହେଁ। କହୁଛନ୍ତି ଯଦି ଚା ଟିକେ ପିଇଦେବି। ଅବେଳରେ ଜଳଖିଆ ଆଉ ଦେହରେ ଯାଉନି। ଚା ପିଇବା ପର୍ବ ଭିତରେ ସେଇଦିନ ପ୍ରଫୁଲ୍ଲ ତା ହୃଦୟର କଥା ଖୋଲି କହିଥିଲା। କାହିଁକି ସେ ଶିକ୍ଷିତ ହୋଇ ବି ଟଲି ବୁହା କର୍ମକୁ ଆଦରି ନେଲା। ଦୀର୍ଘ 30 ବର୍ଷ ତଳର କଥା ମା। ଏ ରାଜଧାନୀକୁ ଏକ ଅପରାଧ କରି ଚାଲି ଆସିଥିଲି। ସେ ଅପରାଧ ହେଲା ଗୋଟେ ଝିଅକୁ ଫେରାର କରି ନେଇ ଆସିଥିଲି। ଫେରାର ମାନେ କୌଣସି ଗଲତିରେ ନୁହେଁ, ବରଂ ପ୍ରେମରେ। ଗୋଟିଏ ଗାଁରେ ତା ଘର ଆଉ ମୋ ଘର। ତା ଘର ଉପର ସାହି ଆଉ ମୋ ଘର ତଳ ସାହି। ଆମେ ଦୁହେଁ ଦୁହିଁକୁ ବହୁତ ଭଲ ପାଉଥିଲୁ। ହେଲେ ଗାଁରେ ଏକାଠି ହେବାର ସୁଯୋଗ ନଥିଲା। କାରଣ ସେ ଥିଲା ବ୍ରାହ୍ମଣ ଘରର ଝିଅ ଆଉ ମୁଁ ଥିଲି ଜାତିରେ ଭୋଇ। ମୋ ବାପା ତାଙ୍କ ବାଡ଼ିରୁ ନଡ଼ିଆ ତୋଳନ୍ତି। ମୁଁ ବେଳେବେଳେ ବାପାଙ୍କ ସାଙ୍ଗରେ ଯାଏ ଓ ତା ସହିତ ଦେଖା ହୁଏ। ଏମିତି ଦେଖା ସାକ୍ଷାତରେ ପ୍ରେମ ବଢ଼ିଗଲା। ମୁଁ ବିଏ ପଢ଼ିବା ପାଇଁ ଯେତେବେଳେ ସହରକୁ ବାହାରିଲି, ସେ କାହାଠାରୁ ଶୁଣିଦେଇ ହଠାତ୍ ଦିନେ ସନ୍ଧ୍ୟାବେଳେ ଆମ ଘରେ ହାଜର। ତାକୁ ଦେଖି ମୁଁ ପଚାରିଲି, ସୁଜାତା, ହଠାତ୍ ତମେ? ବୋଉ ଘର ଭିତରୁ ଚିଲେଇ କହିଲା,